ପଟ୍ଟନାୟକ ସେ କେମିତି କହୁଛନ୍ତି ଗୋଟେ ଜୋରଦାର କରତାଳି। ଆଜ୍ଞା ଆପଣ ଆମ ଗାଁ ବିଷୟରେ କୁହନ୍ତୁ। ଆମର ଆଦର୍ଶ ରଜ ମହୋତ୍ସବ ଇଏ ଛୋଟିଆ ପ୍ରୋଗ୍ରାମ ନୁହଁ ସାର୍ ଆପଣ କୁହନ୍ତୁ ତ ସାର୍ କେମିତି କହୁଛନ୍ତି? ଏଠାରେ ଉପସ୍ଥିତ ବାପା ମା ଛୋଟ ଛୋଟ ପିଲାମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆପଣମାନେ ଏ ରଜ ମହୋତ୍ସବକୁ ସ୍ୱାଗତ କରୁଛନ୍ତି ସେଥିପାଇଁ ଥ୍ୟାଙ୍କ ୟୁ। ଆପଣମାନେ ଖୁସି ତ? ଥ୍ୟାଙ୍କ ୟୁ। ଗୋଟେ ଜୋରଦାର କରତାଳି ଆଜିର ରଜ ମହୋତ୍ସବ ପାଇଁ। ଦର୍ଶକ ବନ୍ଧୁ ଏଠି ଯେତେ ପିଲା ବସିଛନ୍ତି ସମସ୍ତେ ଶିକ୍ଷିତ, ସମସ୍ତେ ସ୍କୁଲ ଯାଇକି ତାପରେ କଲେଜ ଯାଇଥିବେ। ତେଣୁ ଦର୍ଶକ ବନ୍ଧୁ ମୁଁ ଗୋଟିଏ କଥା ଆପଣମାନଙ୍କୁ ନିବେଦନ କରିବି, ନିଜ ନିଜ ସାଙ୍ଗମାନଙ୍କ ପାଇଁ ଜୋରଦାର କରତାଳି ହେବ। କାରଣ ସାଙ୍ଗମାନଙ୍କଠୁ ବଡ଼ କେହି ନାହାନ୍ତି। ଆଜ୍ଞା ଦେଖନ୍ତୁ ମୁଁ ଯେତେବେଳେ ସ୍କୁଲରେ ପାଠ ପଢୁଥିଲି ମୁଁ ମିଛ କହିବିନି, ମୁଁ 1 ନମ୍ବର ଟପର, ଆମ ସ୍କୁଲରେ 1 ନମ୍ବର ଟପର ହସିଆର କଣ ଅଛି? ତା କାରଣ କଣ? ମୋର ପାଠ ଭଲ ହୁଏ ନା। ସବୁଠୁ ମତେ ଭୟ ଲାଗେ ସାଂସ୍କ୍ରିଟ ପାଠ, କାରଣ କଥା କଥାକେ ଅହମ ଆବାଙ୍ଗ ଭୟମ ଡିଙ୍ଗ ଡାଙ୍ଗ ରିଙ୍ଗ ରାଙ୍ଗ ମତ ବୁଝିଲା ଗଳି ପଡେ। ମତେ ଥରେ ସାର୍ କହିଲେ ପ୍ରଜ୍ଞା ଆହା, ମୁଁ କହିଲି ଆଜ୍ଞା ଆହା। ନା କହିଲ ପୁରୁଷ କେତେ ପ୍ରକାର? ମୁଁ କହିଲି ସାର୍ ଆପଣ କହିଲେ। ସାର୍ କହିଲେ ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ମୁଁ କହିଲି ସାର୍ ମୋ ବୋଉ କହୁଥିଲେ ରାତିରେ ଗୋଟେ କିଏ ମାଡ଼ି ବଉଛି କାଳ ପୁରୁଷ। ଆମର ପିଣ୍ଡ ପଡୁଛି 14 ପୁରୁଷ। ଆମର ଦୀପାବଳିରେ ଡକା ହଉଛି 7 ପୁରୁଷ। ଆମର ଗାଁରେ 30 ପୁରୁଷ। ଆମ ସ୍କୁଲରେ 60 ପୁରୁଷ। ଆପଣ କହୁଛନ୍ତି 3ଟା ପୁରୁଷ। ନା ତୁ ଯା। ଆଜ୍ଞା ଇଂରାଜୀ ସାର୍ ପଳେଇ ଆଇଲେ, ଅଲ୍ ଆର୍ ସାଇଲେନ୍ସ। କହିଲ ବାପାର ଇଂଲିଶ। ବାପା ଇଂଲିଶ କଣ? ବାପା ଇଂଲିଶ ପୁଅ। କଣ କହିବି କିସ କହିବେ ଛୁଆ? ବାପା ଇଂଲିଶ କଣ? ଫାଦର। ଫାଦର। ବୋଉ ଇଂଲିଶ ମଦର। ମତେ କହିଲେ ଆଉ ଭାଇ ଇଂଲିଶ। ମୁଁ କହିଲି ବ୍ରଦର। ନା ଭଉଣୀ। ମୁଁ କହିଲି ସିଷ୍ଟର। ନା ଗାମୁଛା। ମୁଁ କହିଲି ଚାଦର। ନା ଆଚ୍ଛା କହିଲୁ ଯଦି ବାପାକୁ ପିଲାମାନେ ଆଜିକାଲି ଡାକୁଛନ୍ତି ଫାଦର, ବୋଉକୁ ଡାକୁଛନ୍ତି ମମ୍। କଣ? ମମ୍। ତାହେଲେ ବୋଉର ବଡ ଭଉଣୀ? ମୁଁ କହିଲି ମ୍ୟାକ୍ସିମମ୍। ନା ବୋଉର ସାନ ଭଉଣୀ? ମୁଁ କହିଲି ମିନିମମ୍। ନା ବୋଉର ମଝିଆ ଭଉଣୀ? ମୁଁ କହିଲି ମିଡିୟମ। ନା ଯିଏ ଚାଲୁଛି? ମୁଁ କହିଲି ଚାଲିୟମ। ନା ଯିଏ ପେଟରେ ଅଛି? ମୁଁ କହିଲି ପେଟିୟମ। ନା କି ଇଂରାଜୀ ହୁଏ ତୋର? ଆଜ୍ଞା ଆପଣମାନେ ବିଶ୍ୱାସ କରିବେନି, ଆମ ଟାଇମରେ ଡ୍ରଇଂ ଦିଆହେଉଥିଲା ତ୍ରିଭୁଜ ଭିତରେ 3ଟା କନିଆରୀ ଫୁଲ। ହଠାତ୍ ଦିନେ ମତେ ସାର୍ କହିଲେ ପ୍ରଜ୍ଞା ଗୋଟେ ଚିତ୍ର କର, ଗୋଟେ କୁକୁର ରଜରେ 3 କିଲୋ ମଟନ ଖାଉଛି। ମୁଁ କହିଲି ରଜ ଯୋଉ ପହିଲା 2 ଦିନ ଅବାଗିଆ ବାର, ଆମେ ଆଉ ମଟନ ଖାଇବୁନୁ, କୁକୁର ଖାଉଛୁ। ମୁଁ ସାଙ୍ଗେ ସାଙ୍ଗେ ଚିତ୍ର କଲି। ସାର୍ କହିଲେ ଦେଖିବା। ଆବେ କୁକୁର କାହିଁ ମଟନ କାହିଁ? ମୁଁ କହିଲି ସାର୍ ତାକୁ ଭୋକ ହଉଥିଲା ସେ ଖାଇକି ପଳେଇଲା। ଆଜ୍ଞା ସ୍କୁଲ ବେଳରେ ଆପଣ ବିଶ୍ୱାସ କରିବେନି, ସେତେବେଳେ ଯୋଉ ପିଲାମାନେ ଥିଲେ, ସେତେବେଳେ ମୋ ସ୍କୁଲରେ ଜଣକୁ ଭଲ ପଢୁଥିଲି। ମୋର ଯେତେବେଳେ ଅଷ୍ଟମକୁ ତାର 10ମ, ମାନେ କି ଚେଷ୍ଟା ମୁଁ କରିଛି। ଆଜ୍ଞା ହଠାତ୍ ଶୁଣିଲା ବେଳକୁ ତା ବାହାଘର ଠିକ ହେଇଛି। ସେତିକି ବେଳେ ବାଡ଼ି ପଡେ ମ୍ୟୁଜିକ ବାଲା ଗୋଟେ ଗୀତ ବାହାର କରୁଛନ୍ତି। କଣ ବାହାର କରୁଛନ୍ତି? ତୁ ଚାଲି ଯିବୁ। ତମକୁ ମଜା ଲାଗୁଛି? ଖାଲି କୁଟି ଦେଇ ଯାଉଛି। ତୁ ଚାଲି ଯିବୁ ତୋ ଶାଶୁ ଘର ଫୁଲର ସବାରିରେ। ମୁଁ ଚାଲି ମୋର କାଟିକି ମୁଁ ଗୋଟେ ନୂଆ ଗୀତ ଲେଖୁଛି। କଣ ଲେଖିଲି? ତୁ ଚାଲି ଚଣ୍ଡାଳୁଣି
ମୁଁ କହିଲି ତୁ ସିନା ମତେ ଭୁଲିଗଲୁ କିନ୍ତୁ ଆ ଦୋକାନରୁ ମୁଁ ଯୋଉ ବରା ଖାଇବାକୁ ଦେଇଥିଲି ତୁ କଣ ଭୁଲିଗଲୁ? ଧନ୍ୟ ତୁରେ ବରା ଘୁଗୁନି ତତେ କରିଛି କୋଉ ଦୋକାନୀ। ଧନ୍ୟ ତୁରେ ବରା ଘୁଗୁନି ତତେ କରିଛି କୋଉ ଦୋକାନୀ। ବାଟୁଥିଲୁ ତେଲ କଡ଼େଇରେ, ମତେ ଛଣାରେ ଆଣିକି ମତେ ଭୁଲିଗଲୁ କିନ୍ତୁ ତୋ ପାଇଁ ମୁଁ ଜନ୍ମ ନେବି 100 ଜନ୍ମ। ହେଲେ କୋଉ ଜନ୍ମ? ଆଉ ଥରେ ନେବି କୁକୁର ଜନ୍ମ। ଆଉ ଥରେ ନେବି କୁକୁର ଦର୍ଶକ ବନ୍ଧୁ ଯଦି ଭଲ ପାଆନ୍ତୁ ବାପା ମାଙ୍କୁ, ଭଲ ପାଆନ୍ତୁ ଜନ୍ମଭୂମି କି, ଭଲ ପାଆନ୍ତୁ ଆମର ନିଜ ସାଙ୍ଗମାନଙ୍କୁ। ଦର୍ଶକ ବନ୍ଧୁ ଦୟାକରି ଆପଣମାନେ ଭଲ ପାଆନ୍ତୁ ନିଜ ମାତୃଭୂମି କି। ବୋଲ ଜୟ ଶ୍ରୀ ରାମଚନ୍ଦ୍ର କି, ଜୟ ବୀର ବଜରଙ୍ଗବାଲି କି। ଆଜି ଆମର ରଜ ମହୋତ୍ସବ କି। ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି କିଛି ସମୟ ପରେ। ଥ୍ୟାଙ୍କ ୟୁ।